ଆଜି ସକାଳୁ ବାହାରିଲୁ ଆମେ ମାଛ ପାଇଁ। ଚାଲନ୍ତୁ ଦେଖିବା ମାଛ ମାର୍କେଟରେ କୋଉ ମାଛ ଅଛି। ଏସବୁ ମାଛ ଦେଖିଲା ପରେ ମୋର ତ ମାଛ ଖାଇବାର ଇଚ୍ଛା ନଥିଲା, କିନ୍ତୁ ଯାଇଥିଲୁ ଆଣିବା ପାଇଁ ତ ନେଇ ଆସିଲୁ। ମାଛ ଆଣିଲା ପରେ ମୁଁ ମୋ ପାଇଁ ଅଣ୍ଡା ଟିକେ ନେଇ ଆସିଲି। ଅଣ୍ଡା ଆଣିକି ଆସିଲା ପରେ ତାପରେ ବ୍ରେକଫାଷ୍ଟ ପାଇଁ ତ କ'ଣ ଗୋଟେ ନେବାକୁ ପଡ଼ିବ ନା, ତ ସେଥିପାଇଁ ଦହିବରା ନେଇ ଆସିଲୁ। ତାପରେ ଘରେ ପହଞ୍ଚି ଟିକେ ଧୋଇଧାଇ ହେଇ ଦହିବରା ବଢ଼ାବଢ଼ି ଚାଲିଲା ଆମର। ତାପରେ ଦହିବରା ଟିକେ ଖାଇଦେଲୁ। ଦହିବରାଟା ବହୁତ ଟେଷ୍ଟ ଥିଲା। ତାପରେ ଦହି ପାଣି ଏକ୍ସଟ୍ରା ଆଣିଥିଲି, ତା ଦେହରେ ଲଙ୍କାଗୁଣ୍ଡ ଲୁଣ ଟିକେ ପକେଇକି ତାକୁ ଟିକେ ପିଇଦେଲି। ମୋତେ ତ ସେଇ ଦହିବରା ଠାରୁ ଦହି ପାଣିଟା ମୋତେ ବେଶୀ ଟେଷ୍ଟ ଲାଗେ। ଆପଣମାନଙ୍କୁ କ'ଣ ଟେଷ୍ଟ ଲାଗେ ଆପଣ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଏବେ ମୁଁ ଚାଲିଲି ଅଣ୍ଡା ତଡ଼କା ବନେଇବା ପାଇଁ। ଚାଲନ୍ତୁ ଦେଖିବା ଅଣ୍ଡା ତଡ଼କା କେମିତି କ'ଣ ବନାଏ। ମୁଁ ତ ଜାଣିନି, ଏଇଟା ମୋର ଫାଷ୍ଟ ଟାଇମ୍ ପାଇଁ ବନାଉଛି। ହଁ, ଖାଇଛି, ଥରେ ହିଁ ଖାଇଛି। ଥରେ ହୋଟେଲରୁ ଆସିଥିଲା ଖାଇଥିଲି ଛୋଟବେଳେ, ବହୁତ ଛୋଟବେଳେ। ସେ ଟେଷ୍ଟ ବି ମୋର ଆଉ ମନେ ନାହିଁ। ଆଜି ଫାଷ୍ଟ ଟାଇମ୍ ପାଇଁ ମୁଁ ଅଣ୍ଡା ତଡ଼କା ବନାଉଛି। ତଡ଼କାଟା ଦେଖାଯାଉଛି ତ ଠିକ୍ ଠାକ୍, ଖାଇଲେ ହିଁ ଜଣାପଡ଼ିବ ତାର ଟେଷ୍ଟ କେମିତିକା ଅଛି।